ଆସନ୍ତୁ ବଡ଼ଗଣ୍ଠି ସ୍ଥିତ ଥିବା ରାମ ମନ୍ଦିର ପରିଦର୍ଶନ କରିବା। ପ୍ରଭୁ ରାମଚନ୍ଦ୍ର ତାଙ୍କର ଜୀବନ କାଳରେ ମଣିଷଙ୍କୁ ବହୁତ ଜ୍ଞାନ ଦେଇଛନ୍ତି। ସେ କହିଛନ୍ତି ତାଙ୍କର ପିତୃସତ୍ୟ ପାଳନ କରି ସେ ବନରେ ଯାଇ ଜୀବନଯାପନ କଲେ ଏବଂ ସତ୍ୟ ନ୍ୟାୟ ଧର୍ମ ପାଇଁ ରାବଣଙ୍କୁ ବଦ୍ଧ କଲେ। ଏଇଭଳି ରାମଚନ୍ଦ୍ରଙ୍କର, ସେଥିପାଇଁ ସେ ଆଜି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ଜନମାନସରେ ହୋଇଛନ୍ତି। ଆସନ୍ତୁ ପ୍ରଭୁ ଶ୍ରୀରାମଙ୍କର ଦର୍ଶନ କରି ଆଶୀର୍ବାଦ ଲାଭ କରିବା। ପ୍ରଭୁ ରାମଚନ୍ଦ୍ର ମିତ୍ରଙ୍କୁ ଦେଇଥିବା ବଚନ ଅନୁଯାୟୀ ସେ ମଧ୍ୟ ବାଳୀଙ୍କୁ ବଦ୍ଧ କଲେ ଏବଂ ସୁଗ୍ରୀବଙ୍କୁ ସେ ସିଂହାସନରେ ଆରୋହଣ କଲେ। କୋଉଭଳି ଭାବରେ ରାମଚନ୍ଦ୍ରଙ୍କର ଦେଖନ୍ତୁ ମନ୍ଦିର ମାଳିନ କିଭଳି ଭାବରେ ସଜ୍ଜା ହୋଇଛି ଏବଂ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଏହି ରାମ ମନ୍ଦିରକୁ ଆସନ୍ତୁ, ଦର୍ଶନ କରିବେ ଏବଂ ଠାକୁରଙ୍କର ଆଶୀର୍ବାଦ ଲାଭ କରିବେ। ଜୟ ଶ୍ରୀରାମ, ଜୟ ସୀତାରାମ। ଆଜିର ଯୁଗରେ ମଣିଷମାନେ ଯେଉଁଭଳି ଭାବରେ ପିତାମାତାଙ୍କ କଥା ଶୁଣୁନାହାନ୍ତି, କିନ୍ତୁ ଏସବୁ ରାମଚନ୍ଦ୍ର ତାଙ୍କର ଜୀବନଗାଥାରେ ଦେଖାଇ ଦେଇ ଯାଇଛନ୍ତି ଯେ ମଣିଷ କେଉଁଭଳି ଭାବରେ ପିତାମାତାଙ୍କ କଥା ମାନି ତାଙ୍କର କାର୍ଯ୍ୟ କରି ସମାପନ କଲେ ତାଙ୍କର ଜୀବନରେ ଦୁଃଖ କଷ୍ଟ କେବେ ହେଲେ ଆସିବ ନାହିଁ। ଏହା ପ୍ରଭୁ ରାମଚନ୍ଦ୍ରଙ୍କ ଠାରୁ ଶିଖିବାକୁ ପଡ଼ିବ। ସତ୍ୟ ଧର୍ମ ପାଇଁ ସେ ନିଜର ଜୀବନକୁ ଉତ୍ସର୍ଗ କରି ସେ ରାବଣ ଭଳି ମହାପାପୀକୁ ବିନାଶ କଲେ। ଏଠାରେ ହିରଣ୍ୟକଶ୍ୟପର କିଭଳି ଭାବରେ ବଦ୍ଧ ହୋଇଛି, ଏହା ମଧ୍ୟ କାରୁକାର୍ଯ୍ୟ ହୋଇଛି, ଦେଖନ୍ତୁ। ଏହି ମନ୍ଦିରରେ ବିଭିନ୍ନ କାରୁକାର୍ଯ୍ୟ ସମାପନ ହୋଇଛି, ଆସନ୍ତୁ ଦେଖିବା। ଏଠାରେ କିଭଳି ଭାବରେ ହନୁମାନ ଏବଂ ପ୍ରଭୁ ଜଗନ୍ନାଥ ବିରାଜମାନ କରିଛନ୍ତି, ଦେଖନ୍ତୁ। ଏଠାରେ ଦେଖନ୍ତୁ କିଭଳି ଆଲୋକସଜ୍ଜା ହୋଇଛି, ଦେଖନ୍ତୁ କିଭଳି ଦଧି ନଉଛି ହୋଇଛି। ଆସନ୍ତୁ ପ୍ରଭୁ ଶ୍ରୀରାମଙ୍କର ଆଳତି ଦର୍ଶନ କରିବା